जय जगन्नाथ। काली पढ़ी आम क्रियाहीन रूढ़ी। आज आम पढ़ा क्रिया युक्त रूढ़ी। ओके। अहंता रखिबा बा अकस रखिबा, प्रतिहिंसा मनोभाव पोषण करिबा। अहंता रखिबा बा अकस रखिबा, प्रतिहिंसा मनोभाव पोषण करिबा। साधु लोकଙ୍କ प्रति अहंता रखिले କିଛି ଫଳ ହୁଏ ନାହିଁ। ପ୍ରତିହିଂସା ମନୋଭାବ ପୋଷଣ କରିବା। ଅନ୍ଧାରକୁ ଟେକା ପକେଇବା। ଅନ୍ଧାରକୁ ଟେକା ପକେଇବା ବା ଅନ୍ଧାର ଘରେ ବାଡ଼ି ବୁଲେଇବା। ଅନୁମାନ କରିବା। ଅନ୍ଧାରକୁ ଟେକା ପକେଇବା ବା ଅନ୍ଧାରରେ ବାଡ଼ି ବୁଲେଇବା। ଅନୁମାନ କରିବା। ପ୍ରକୃତ ପାଠ ନ ଜାଣି ଅନ୍ଧାରକୁ ଟେକା ପକେଇବା ଭଳି ଉତ୍ତର ଦେବାରୁ ଶିକ୍ଷକ ଧୀରେନ୍ଦ୍ର ଉପରେ ରାଗିଲେ। ଅନ୍ଧାରକୁ ଟେକା ପକେଇବା ବା ଅନ୍ଧାର ଘରେ ବାଡ଼ି ବୁଲେଇବା। ଅନୁମାନ କରିବା। ଆଖି ରଖିବା, ଲକ୍ଷ୍ୟ ରଖିବା ବା ଯତ୍ନ ନେବା। ଆଖି ରଖିବା, ଲକ୍ଷ୍ୟ ରଖିବା ବା ଯତ୍ନ ନେବା। ଜାତୀୟ ସ୍ୱାର୍ଥକୁ ଆଖି ଆଗରେ ରଖି ଜାତୀୟ ସ୍ୱାର୍ଥକୁ ଆଖି ଆଗରେ ରଖି ଆମକୁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ। ଆଖି ରଖିବା, ଲକ୍ଷ୍ୟ ରଖିବା ବା ଯତ୍ନ ନେବା। ଆଖି ଦେବା ବା ଦୃଷ୍ଟି ପକେଇବା। ବିଷ ଦୃଷ୍ଟିରେ ଦେଖିବା ବା ଲୋଭ କରିବା। ଆଖି ଦେବା ବା ଦୃଷ୍ଟି ପକେଇବା। ବିଷ ଦୃଷ୍ଟିରେ ଦେଖିବା ବା ଲୋଭ କରିବା। ପରଦ୍ରବ୍ୟ ପ୍ରତି ଆଖି ଦେବା ବା ଦୃଷ୍ଟି ପକେଇବା ଠିକ ନୁହେଁ। ବିଷ ଦୃଷ୍ଟିରେ ଦେଖିବା ବା ଲୋଭ କରିବା ଠିକ ନୁହେଁ। ଆଖି ପକେଇବା, ଲୋଲୁପ ଦୃଷ୍ଟି ପକେଇବା। ଆଖି ପକେଇବା, ଲୋଲୁପ ଦୃଷ୍ଟି ପକେଇବା। ଚୋର ସେ ଘରଟି ଉପରେ ଆଖି ପକେଇଲେଣି। ଲୋଲୁପ ଦୃଷ୍ଟି ପକେଇବା। ଦେନ୍ ହାତକୁ ଯିବା। ଆଖି ବୁଲେଇବା, ମୋଟାମୋଟି ଦେଖିବା। ଆଖି ବୁଲେଇବା, ମୋଟାମୋଟି ଦେଖିବା। ସାହିତ୍ୟ ପରୀକ୍ଷାକୁ ଯିବା ପୂର୍ବରୁ ବ୍ୟାକରଣ ବହି ଉପରେ ଟିକିଏ ଆଖି ବୁଲେଇ ଦେବ ଉଚିତ। ଆଖି ବୁଲେଇ ଦେବା ଉଚିତ। ଆଖି ବୁଲେଇବା, ମୋଟାମୋଟି ଦେଖିବା। ଓକେ। ଆଖି ବୁଜିବା, ମୃତ୍ୟୁବରଣ କରିବା। ଆଖି ବୁଜିବା, ମୃତ୍ୟୁବରଣ କରିବା। ବାପା ଆଖି ବୁଜିବା ବାର ମାସ 2ଟା ହୋଇନି ପୁଅମାନେ ଭିନି ହୋଇଗଲେ। ଆଖି ବୁଜିବା, ମୃତ୍ୟୁବରଣ କରିବା। ଆଖିକି ପାଇବା, ପସନ୍ଦ କରିବା। ଆଖିକି ପାଇବା, ପସନ୍ଦ କରିବା। ପସନ୍ଦ କରିବା। ବାପା ଆଣିଥିବା ଜିନିଷ ଗୋପାଳର ଆଖିକି ପାଇଲାନି। ଆଖିକି ପାଇବା, ପସନ୍ଦ କରିବା। ଆଖି ପାଇବା, କଳନା କରିବା ବା ଚାଲାକ ହେବା। ଏ କୋଶ୍ଚିନ୍ କନଫ୍ୟୁଜ କରାଏ ଭଲ ଭାବରେ ପଢିକି ଯିବା ଉଚିତ। ବହୁତ ବାର ଏକ୍ଜାମ ରେ ଆସି ସାରିଛି ଏଇ ପ୍ରଶ୍ନ ଗୁଡିକ। ଓକେ। ତେଣୁ କରି ଆଖିକି ପାଇବା, ପସନ୍ଦ କରିବା। ଆଖି ପାଇବା, କଳନା କରିବା, ଚାଲାକ ହେବା। ନିର୍ମଳ ତ ଆଖି ପାଇଲାଣି, ଏକୁଟିଆ ତାକୁ କଟକ ଯିବାକୁ ମନା କରୁ କାହିଁକି? କଳନା କରିବା ହେଲା। ଆଖି ପାଇବା, କଳନା କରିବା। ଆଖିରେ ଧୂଳି ଦେବା, ଠକି ଦେବା। ଆଖିରେ ଧୂଳି ଦେବା, ଠକି ଦେବା। କୃତ୍ରିମ ଲୋକ କେଉଁ ମୁହୂର୍ତ୍ତରେ ଆଖିରେ ଧୂଳି ଦେଇଦେବ ଠିକ ନାହିଁ। କେଉଁ ମୁହୂର୍ତ୍ତରେ ଠକିଦେବ ଠିକ ନାହିଁ। ଆଖି ଆଡ ଆଖିରେ ନ ଚାହିଁବା। ଆଡ ଆଖିରେ ନ ଚାହିଁବା। ସାମାନ୍ୟ ଦୃଷ୍ଟି ନ ଦେବା ବା ସମ୍ପର୍କ ନ ରଖିବା। ଆଡ ଆଖିରେ ନ ଦେଖି ଚାହିଁବା, ସାମାନ୍ୟ ଦୃଷ୍ଟି ନ ଦେବା ବା ସମ୍ପର୍କ ନ ରଖିବା। ଅଧିକାଂଶ ଧନୀ ଲୋକମାନେ ଗରିବଙ୍କୁ ଆଡ ଆଖିରେ ଚାହାନ୍ତି ନାହିଁ। ସାମାନ୍ୟ ଦୃଷ୍ଟି ନ ଦେବା ବା ସମ୍ପର୍କ ନ ରଖିବା। ଆ ବଳଦ ମତେ ବି ବିପଦକୁ ଡାକି ଆଣିବା। ଆ ବଳଦ ମତେ ବି ବିପଦକୁ ଡାକି ଆଣିବା। ଅନ୍ୟ ଦେଶର ଅପରାଧ ମାନଙ୍କୁ ଆମ ଦେଶରେ ସ୍ଥାନ ଦେବା ମାନେ ଆ ବଳଦ ମତେ ବି ସହିତ ସମାନ। ବିପଦକୁ ଡାକି ଆଣିବା ସହ ସମାନ। ବୁଝା ପଡିଲା? ଦେନ୍ ଆଗକୁ ବଢିବା। ଉଷୁନ ଧାନ ଗଜା ହେବା, ଅସମ୍ଭବ ସମ୍ଭବ ହେବା। ଉଷୁନ ଧାନ ଗଜା ହେବା, ଅସମ୍ଭବ ସମ୍ଭବ ହେବା। ତାଙ୍କ ପୁଅଟି ବ୍ୟାଧିମୁକ୍ତ ହେଲାଣି ଯେ ଜାଣ ଉଷୁନ ଧାନ ଗଜା ହେବା। ଗଜା ହେବା, ଅସମ୍ଭବ ସମ୍ଭବ ହେବା। ଉପରେ ପଡି କହିବା, ଉପରେ ପଡି କହିବା ବା ଆବୁଡି ପଡିବା। ନ ପଚାରୁଣୁ କହିବା ବା ଅନ୍ୟର କଥା ନ
ସ୍ୱରରୁ କହିବା। ଉପରେ ପଡ଼ି କହିବା ବା ଆଗରୁ ପଡ଼ିବା। ନ ପଚାରୁଣୁ କହିବା ବା ଅନ୍ୟ କଥା ନ ଶୁଣୁ କହିବା। ଉପରେ ପଡ଼ି କହିବା ତାର ଗୋଟେ ମନ୍ଦ ଅଭ୍ୟାସ। ବୁଝାପଡୁଛି? ଉପରେ ପଡ଼ି କହିବା ତାର ଗୋଟେ ମନ୍ଦ ଅଭ୍ୟାସ। ନ ପଚାରୁଣୁ କହିବା ବା ଅନ୍ୟର କଥା ନ ଶୁଣୁ କହିବା ତାର ଗୋଟେ ମନ୍ଦ ଅଭ୍ୟାସ। କପାଳ ଖୋଲିବା, ଭଲ ବେଲା ପଡ଼ିବା ବା ଉନ୍ନତି ହେବା। କପାଳ ଖୋଲିବା, ଭଲ ବେଲା ପଡ଼ିବା ବା ଉନ୍ନତି ହେବା। ରାମ ବାବୁଙ୍କର ପଦୋନ୍ନତି ସାଙ୍ଗକୁ ପୁଅ ଚାକିରି ପାଇଲା। ତାଙ୍କର କପାଳ ଖୋଲିଗଲା ଜାଣ। ଭଲ ବେଲା ପଡ଼ିବା ବା ଉନ୍ନତି ହେବା। କପାଳ ଫାଟିବା, କପାଳ ଫାଟିବା, ସର୍ବନାଶ ହେବା। ମହାବାତ୍ୟା ପରେ ପୁଣି ମରୁଡ଼ି ହେବାରୁ ଲୋକମାନଙ୍କ କପାଳ ଫାଟିଲା। ସର୍ବନାଶ ହେବା, କପାଳ ଫାଟିବା, ସର୍ବନାଶ ହେବା। କଳା କାଠ ପଡ଼ିଯିବା, ମଳିନ କଳା କାଠ ପଡ଼ିଯିବା, ମଳିନ ପଡ଼ିଯିବା। ପରୀକ୍ଷାରେ କପି କରି ଧରା ପଡ଼ିଥିବାରୁ ଛାତ୍ରଟି ପ୍ରଧାନ ଶିକ୍ଷକଙ୍କୁ ଦେଖି କଳା କାଠ ପଡ଼ିଗଲା, ମଳିନ ପଡ଼ିଯିବା। କଟା ଘାରେ ଚୂନା ଦେବା, ଯନ୍ତ୍ରଣା ଉପରେ ଯନ୍ତ୍ରଣା। କଟା ଘାରେ ଚୂନା ଦେବା, ଯନ୍ତ୍ରଣା ଉପରେ ଯନ୍ତ୍ରଣା। ହରିଆ ଦର୍ଶନ କରି ଜରିମାନା ଦେଲା। ପୁଣି ତାକୁ ବାସନ୍ଦ କଲେ କଟା ଘାରେ ଚୂନା ଦେଲା ବୋଲି ହେବ। ଯନ୍ତ୍ରଣା ଉପରେ ଯନ୍ତ୍ରଣା। କଟା ଘାରେ ଚୂନା ଦେବା, ଯନ୍ତ୍ରଣା ଉପରେ ଯନ୍ତ୍ରଣା। ଦେନ୍ ନେକ୍ସଟ, କଳାକନା ବୁଲେଇବା, ସର୍ବସ୍ୱ ଲୁଟି ନେବା ବା ସର୍ବନାଶ କରିବା। କଳାକନା ବୁଲେଇବା, ସର୍ବସ୍ୱ ଲୁଟି ନେବା ବା ସର୍ବନାଶ କରିବା। ଚୋରମାନେ ଗତ ରାତିରେ ଜମିଦାର ଘରୁ ସମସ୍ତ ଜିନିଷ ଲୁଟି ନେଇ କଳାକନା ବୁଲାଇ ଦେଇଛନ୍ତି। ଚୋରମାନେ ଗତ ରାତିରେ ଜମିଦାର ଘରୁ ସମସ୍ତ ଜିନିଷ ଚୋରି ନେଇ କଳାକନା ବୁଲାଇ ଦେଇଛନ୍ତି, ସର୍ବନାଶ କରି ଦେଇଛନ୍ତି ବା ସର୍ବସ୍ୱ ଲୁଟି ଦେଇଛନ୍ତି। ପଢିବା ମନ ଧ୍ୟାନ ପଢିବା, ନୋଟ କରନ୍ତୁ, ବହୁତ କାମରେ ଆସିବ ଏକ୍ସାମରେ। ରୂଢି ଓ ଲୋକବାଣୀରୁ 3 ରୁ 4 ମାର୍କ ପକ୍କା। ସବୁ ଓଡ଼ିଶାର ଏକ୍ସାମରେ ଯୋଉଠି ଓଡ଼ିଆ ଆସେ ସବୁ ଏକ୍ସାମରେ 3 ରୁ 4 ମାର୍କ ଆସେ। ତେଣୁକରି ଭଲ ପଢିବା ଉଚିତ। କାମରେ ହାତ ଦେବା, କାମରେ ହାତ ଦେବା, କାର୍ଯ୍ୟ ଆରମ୍ଭ କରିବା। କାମରେ ହାତ ଦେବା, କାର୍ଯ୍ୟ ଆରମ୍ଭ କରିବା। ବୁଦ୍ଧିମାନ ଲୋକ କୌଣସି କାମରେ ହାତ ଦେବା ପୂର୍ବରୁ ସେ ବିଷୟରେ ଟିକିନିଖି ବୁଝିଥାନ୍ତି। କାମରେ ହାତ ଦେବା, କାର୍ଯ୍ୟ ଆରମ୍ଭ କରିବା। କାନରେ ହାତ ଦେବା, ଆଶ୍ଚର୍ଯ୍ୟ ହେବା। କାନରେ ହାତ ଦେବା, ଆଶ୍ଚର୍ଯ୍ୟ ହେବା। ତାଙ୍କ ଡାହା ମିଛ କଥା ଗୁଡାକ ଶୁଣି ମୁଁ କାନରେ ହାତ ଦେବି, ଆଶ୍ଚର୍ଯ୍ୟ ହେବା। କାଠ ହୋଇଯିବା ବା ଜଳ ପାଲଟି ଯିବା, କାତର ହେବା। କାଠ ପଡ଼ିଯିବା ବା ଜଳ ପାଲଟିବା, କାତର ହେବା। ପୁତ୍ର ମୃତ୍ୟୁ ଜନିତ ଦୁଃସମ୍ବାଦ ପାଇବା ପରେ ମା କ୍ଷଣକାଳ କାଠ ପାଲଟି ଗଲେ, କାତର ହୋଇଗଲେ। କୁହୁଡ଼ି ପହରିବା, ଏ କ୍ୱେଶ୍ଚିନ୍ ଆସିଗଲା ପିଲାମାନେ। କୁହୁଡ଼ି ପହରିବା, ବୃଥା ପରିଶ୍ରମ ବା ବୃଥା ପ୍ରୟାସ କରିବା। ଆଜିକାଲିର ନେତାମାନଙ୍କ କଥାରେ ବିଶ୍ୱାସ କରିବା କୁହୁଡ଼ି ପହରିବା ସହିତ ସମାନ। ବୃଥା ପରିଶ୍ରମ ବା ବୃଥା ପ୍ରୟାସ କରିବା। ଖାଲରେ ପକାଇବା, ଖାଲରେ ପକାଇବା, ବିପଦରେ ପକାଇବା। ଖାଲରେ ପକାଇବା, ବିପଦରେ ପକାଇବା। ସେ ନିଜର ଶ୍ୱାସ ସିଦ୍ଧି ପାଇଁ ଯେକୌଣସି ଲୋକକୁ ଖାଲରେ ପକାଇବାକୁ କୁଣ୍ଠିତ ନୁହନ୍ତି। ଖାଲରେ ପକାଇବା, ବିପଦରେ ପକାଇବା। ଓକେ, ଆଗକୁ ଯିବା। କ'ଣ ଅଛି? କ୍ଷୟ କାଢ଼ିବା, କଥାକୁ ଘାଣ୍ଟି ଦୋଷ ଖୋଜିବା। କ୍ଷୟ କାଢ଼ିବା, କଥାକୁ ଘାଣ୍ଟି ଦୋଷ ଖୋଜିବା। ଭଲ ଲୋକମାନେ ସବୁ କଥାରୁ କ୍ଷୟ କାଢ଼ିଥାନ୍ତି, କଥାକୁ ଘାଣ୍ଟି ଦୋଷ ବାହାର କରିଦେବା ଖୋଜିଥାନ୍ତି। ଖାଇବା ପତରରେ ଧୂଳି ଦେବା, ଖାଇବା ପତରରେ ଧୂଳି ଦେବା, ଜୀବିକା ଛଡ଼ାଇ ନେବା। ଖାଇବା ପତରରେ ଧୂଳି ଦେବା, ଜୀବିକା ଛଡ଼ାଇ ନେବା। ଆକ୍ରୋଶମୂଳକ ଭାବରେ ଚାକିରିରୁ ନିଲମ୍ବିତ କରିବା ମାନେ ଖାଇବା ପତରରେ ଧୂଳି ଦେବା ବ୍ୟତୀତ ଅନ୍ୟ କିଛି ନୁହେଁ। ଜୀବିକା ଛଡ଼ାଇ ନେବା। ଗୁଜୁରାଣ ମେଣ୍ଟେଇବା। କଷ୍ଟ ସହି ବା କଷ୍ଟ କରି କୌଣସି ଚଳିବା। ଗୁଜୁରାଣ ମେଣ୍ଟେଇବା, କଷ୍ଟ ସହି କୌଣସି ମତେ ଚଳିବା।
ଗତ ମହାବାତ୍ୟାରେ ଘର ଦ୍ୱାର ଚାଷବାସ ସବୁ ଗଲା ପରେ ମୂଲ ମଜୁରୀ ଲାଗି ଲାଗି ବାପା କୌଣସି ପ୍ରକାରରେ ଗୁଜୁରାଣ ମେଣ୍ଟାଉଛନ୍ତି। କଷ୍ଟ ସହି କୌଣସି ମତେ ଚଳିବା। ଗାଲରେ ହାତ ଦେବା, ଚିନ୍ତିତ ହେବା। ଗାଲରେ ହାତ ଦେବା, ଚିନ୍ତିତ ହେବା। ପୁଅଟି ପରୀକ୍ଷାରେ ଫେଲ ହେବାରୁ ବାପା ଗାଲରେ ହାତ ଦେଇ ବସିଛନ୍ତି। ଗାଲରେ ହାତ ଦେବା, ଚିନ୍ତିତ ହେବା। ଓକେ, ଦେନ ଆଗକୁ ବଢିବା। କଣ ଅଛି? ଗୋଡ଼ ହାତ ଧରିବା, ବିନମ୍ର ଗୁହାରି କରିବା। ଗୋଡ଼ ହାତ ଧରିବା, ବିନମ୍ର ଗୁହାରି କରିବା। ଝିଅଟିର ବାହାଘର ସୁରୁଖୁରୁରେ ତୁଲାଇ ଦେବାରୁ ଗରିବ ବାପା ସବୁ ବନ୍ଧୁବାନ୍ଧବଙ୍କ ଗୋଡ଼ ହାତ ଧରିଲେଣି। ଗୋଡ଼ ହାତ ଧରିବା, ବିନମ୍ର ଗୁହାରି କରିବା। ଗୋଡ଼ ଟେକି ବସିବା, ପ୍ରସ୍ତୁତ ହୋଇ ରହିବା। ଗୋଡ଼ ଟେକି ବସିବା, ପ୍ରସ୍ତୁତ ହୋଇ ରହିବା। ଓକେ, ସବୁବେଳେ ପିଲାମାନେ ପଢାପଢିରେ ଗୋଡ଼ ଟେକି ବସିବା ଉଚିତ। ଓକେ, ନନ୍ଦନ ଚନ୍ଦନ ବୁଲି ଯିବା ପାଇଁ ପିଲାଏ ଗୋଡ଼ ଟେକି ବସିଛନ୍ତି, ପ୍ରସ୍ତୁତ ହୋଇ ରହିଛନ୍ତି, ପ୍ରସ୍ତୁତ ହୋଇ ରହିବା। ଚଳୁ କରିଦେବା, ସବୁ ଶେଷ କରିଦେବା। ଚଳୁ କରିଦେବା, ସବୁ ଶେଷ କରିଦେବା। ଲୋକଟିର ଧର୍ମ ଅଧର୍ମ ବିଚାର ନାହିଁ। ଜନସାଧାରଣ ପାଣ୍ଠିକୁ ଚଳୁ କରିଦେଲାଣି, ଚଳୁ କରିଦେଲା ସର୍ବସ୍ୱ ଶେଷ କରିଦେବା, ସବୁ ଶେଷ କରିଦେବା। ଚାଲିଲା ଶଗଡ଼ରେ ହାତ ଦେବା, ଅତି ଦୁଷ୍ଟାମୀ। ଚାଲିଲା ଶଗଡ଼ରେ ହାତ ଦେବା, ଅତି ଦୁଷ୍ଟାମୀ। ରାନୁ ଅପାର ଛୁଆ ଦିଟା ଚାଲିଲା ଗୋଡ଼ରେ ହାତ ଦେବା। ପିଲା ଚାଲିଲା ଶଗଡ଼ରେ ହାତ ଦେବା, ଅତି ଦୁଷ୍ଟାମୀ। ଦେନ ଆଗକୁ ବଢିବା ପିଲାମାନେ, ଭଲସେ ପଢିବ। ଏକ୍ସାମରେ ଆସୁଛି 3 ରୁ 4 ମାର୍କ, ତେଣୁକରି ଅବହେଳା କରିବା କଥା ନୁହେଁ। ଓକେ, ଦେନ ବଢିବା। ଚିତା କାଟିବା, ଠକିବା। ଚିତା କାଟିବା, ଠକିବା। ଅନେକ ଭଣ୍ଡ ସାଧୁ ଅଛନ୍ତି ଯେଉଁମାନେ ନିଜ ଧର୍ମ ନାମରେ ଲୋକଙ୍କୁ ଚିତା କାଟୁଛନ୍ତି। ଚିତା କାଟିବା ଓ ଠକିବା। ନା କରିବା, ସୁନାମ ଅର୍ଜନ କରିବା। ନା କରିବା, ସୁନାମ ଅର୍ଜନ କରିବା। ଧର୍ମ ପଦ ବୋଲି ଦେଶର ନାଁ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ହେବା ଉଚିତ। ନା କରିବା, ନା କରିବା, ସୁନାମ ଅର୍ଜନ କରିବା। ନା ରଖିବା, ଯଶ ରଖିବା। ନା ରଖିବା, ଯଶ ରଖିବା। ବିଦେଶକୁ ପଢିବା ପାଇଁ ଗଲାବେଳେ ବାପା କହିଲେ, ତୁ ଆମ ବଂଶର ନାଁ ରଖିବୁ। ଏତିକି ମୋର କାମ। ନାଁ ରଖିବୁ, ଯଶ ରଖିବା। ନା କରିବା, ସୁନାମ ଅର୍ଜନ କରିବା। ନା ରଖିବା, ଯଶ ରଖିବା। ନାକ ଛିଞ୍ଚାଡ଼ିବା, ବିରକ୍ତି ହେବା। ନାକ ଛିଞ୍ଚାଡ଼ିବା, ବିରକ୍ତ ହେବା। ନା, ନାକ ଛିଞ୍ଚାଡ଼ିବା, ବିରକ୍ତ ହେବା। ସବୁ କଥାରେ ତାଙ୍କର ନାକ ଛିଞ୍ଚାଡ଼ିବା ପ୍ରକୃତକୁ କେହି ପସନ୍ଦ କରନ୍ତି ନାହିଁ। ବିରକ୍ତି ଭାବ ବା ବିରକ୍ତି ହେବା। ଓକେ, ଦେନ ଆଗକୁ ବଢିବା। ନାକ ଟେକିବା, ଘୃଣା କରିବା। ନାକ ଟେକିବା, ଘୃଣା କରିବା। ରୋଗୀ ସେବା କଲାବେଳେ ନାକ ଟେକିବା ଉଚିତ ନୁହେଁ। ନାକ ଟେକିବା, ଘୃଣା କରିବା। ନାକେଦମ କରିବା, ଅଥୟ କରିବା। ନାକେଦମ କରିବା, ଅଥୟ କରିବା। ଜରୁଆ ଦେହରେ ସର୍କସ ଦେଖିବାକୁ ଯିବ ବୋଲି ପିଲାଟା କାନ୍ଦି କାନ୍ଦି ନାକେଦମ କଲାନି, ଅଥୟ କଲା। ନାକେଦମ କଲାନି, ଅଥୟ କରିବା। ପିଠିରେ ପଡିବା, ସାହା ହେବା। ପିଠିରେ ପଡିବା, ସାହା ହେବା। ଯେତେ କହିଲେ ବି ପାଠ ପଢୁନୁ, ଫେଲ ହେଲେ କେହି ପିଠିରେ ପଡିବେନି। ପିଠିରେ ପଡିବା, ସାହା ହେବା। ଫସଲ ଫାଟିବା, ବ୍ୟର୍ଥ ହେବା। ଫସଲ ଫାଟିବା, ବ୍ୟର୍ଥ ହେବା। ଗୋଟିଏ ବୋଲି ପୁଅର ଉଚ୍ଚ ଶିକ୍ଷା ପାଇଁ ବାପା କେତେ କଣ ଯୋଜନା କରିଥିଲେ, କିନ୍ତୁ ପୁଅଟି ମେଟ୍ରିକ ପରୀକ୍ଷାରେ ଫେଲ ହେବାରୁ ତାଙ୍କର ସବୁ ଯୋଜନା ଫସଲ ଫାଟିଲା, ବ୍ୟର୍ଥ ହେବା। ହଟେଇ ହେବା, ଗୋଟିଏ କଥାକୁ ବାରମ୍ବାର ପଚାରିବା। ହଟେଇ ହେବା, ଗୋଟିଏ କଥାକୁ ବାରମ୍ବାର ପଚାରିବା। ଏତେ ଫଟେଇ ହଉଛୁ କାହିଁକି? ଗୋଟେ କଥା ବାରମ୍ବାର ପଚାରୁଛୁ କଣ ପାଇଁ? ଥରେ କହିଲେ ଶୁଣି ପାରିଲୁନି ଯେ ଏତେ ଥର ଫଟେଇ ହଉଛୁ? ଗୋଟେ କଥାକୁ ବାରମ୍ବାର ପଚାରୁଛୁ। ଓକେ, ଦେନ ଆଗକୁ ବଢିବା। ଓକେ, ବାଟ କାଟିବା, ନିଜ ସୁବିଧା ଦେଖିବା। ବାଟ କାଟିବା, ନିଜ ସୁବିଧା ଦେଖିବା। ସ୍ୱାର୍ଥପର ଲୋକମାନେ କାହା କଥା ବିଚାର ନ କରି ନିଜେ ନିଜର ବାଟ କାଟି ଦୂରେଇ ଯାଆନ୍ତି। ବାଟ କାଟିବା, ନିଜ ସୁବିଧା ଦେଖିବା। ବାଟ ଭାଙ୍ଗିବା, ଉପେକ୍ଷା କରିବା। ବାଟ ଭାଙ୍ଗିବା, ଉପେକ୍ଷା କରିବା। ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ ନ କରି ବାଟ ଭାଙ୍ଗି ଚାଲିଯିବା ଠିକ ନୁହେଁ। ବାଟ ଭାଙ୍ଗିବା, ଉପେକ୍ଷା କରିବା। ବାଟ ମାରଣା ହେବା, ବାଟ ମାରଣା ହେବା। ମଝିରେ ଅନ୍ୟ ଦ୍ୱାରା ଅପଦସ୍ତ ହେବା, ମଝିରେ ଅନ୍ୟ ଦ୍ୱାରା ଅପହୃତ ହୋଇଯିବା। ବାଟ ମାରଣା ହେବା, ମଝିରେ ଅନ୍ୟ ଦ୍ୱାରା ଅପହୃତ ହୋଇଯିବା।
ବାତ୍ୟା ସମୟରେ ଦେଶ ବିଦେଶରୁ ଆସିଥିବା ଦ୍ରବ୍ୟ ଗୁଡ଼ିକ ବାଟ ମାରଣା ହେଲା ବୋଲି ଲୋକେ କହୁଛନ୍ତି। ମଝିରେ ଅନ୍ୟ ଦ୍ୱାରା ଅପହୃତ ହୋଇଯିବା। ବିରାଡ଼ି ଛିଙ୍କିବା ଅନୁକୂଳ ବିଗିଡ଼ି ଯିବା। এই କୋଶ୍ଚିନ୍ଟି ପ୍ରାୟ ବହୁତ ଟାଇମ୍ ଆସିଛି ଏକ୍ଜାମ୍ରେ। ବିରାଡ଼ି ଛିଙ୍କିବା ଅନୁକୂଳ ବିଗିଡ଼ି ଯିବା। ସଙ୍ଗେ ସଙ୍ଗେ ଯାଇଥିଲ ଅଥଚ ଫେରି ଆସିଲ ଯେ କଣ ବିରାଡ଼ି ଛିଙ୍କିଲା ବୋଲି। ଦେନ୍ ଆଗକୁ ଯିବା କଣ ବିରାଡ଼ି କପାଳକୁ ଛିକା ଛିଣ୍ଡିବା। ଇଚ୍ଛା ଅନୁସାରେ ସୁବିଧା ମିଳିବା। ବିରାଡ଼ି କପାଳକୁ ଛିକା ଛିଣ୍ଡିବା। ଇଚ୍ଛା ଅନୁସାରେ ସୁବିଧା ମିଳିବା। ପ୍ରଦର୍ଶନୀ ଦେଖିବାକୁ କେହି ସାଙ୍ଗ ପିଲି ନଥିଲେ। ବିରାଡ଼ି କପାଳକୁ ଛିକା ଛିଣ୍ଡିଲା ପରି ସାନ ମାମୁଁ ଆସି ପହଞ୍ଚିଲେ। ବିରାଡ଼ି କପାଳକୁ ଛିକା ଛିଣ୍ଡିବା। ଇଚ୍ଛା ଅନୁସାରେ ସୁବିଧା ମିଳିବା। ଭାଲୁ ଧରାଇବା। ଭାଲୁ ଧରାଇବା କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା। ନିଜର ସୁବିଧା ପାଇଁ ଅନ୍ୟ କାହାକୁ ଭାଲୁ ଧରାଇବା ଭାଲୁ ଧରାଇ ନିଜେ ଖସିଯିବା ବିବେକୀ ଲୋକର କାର୍ଯ୍ୟ ନୁହେଁ। ଭାଲୁ ଧରାଇବା କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା। ଓକେ ଦେନ୍ ଭୂତ ଖାଇବା ଅନ୍ୟ ହାତରେ ପଡ଼ିବା। ଭୂତ ଖାଇବା ଅନ୍ୟ ହାତରେ ପଡ଼ିବା। ମୃତ୍ୟୁ ପରେ କୃପଣ ଲୋକର ସଞ୍ଚିତ ଧନ ଭୂତ ଖାଆନ୍ତି। ଅନ୍ୟ ହାତରେ ପଡ଼ିବା। ମହରଗରୁ ଯାଇ କାନ୍ତାରେ ପଡ଼ିବା। ସାମାନ୍ୟ ବିପଦରୁ ଯାଇ ବଡ଼ ବିପଦରେ ପଡ଼ିବା। ମହରଗରୁ ଯାଇ କାନ୍ତାରେ ପଡ଼ିବା। ସାମାନ୍ୟ ବିପଦରୁ ଯାଇ ବଡ଼ ବିପଦରେ ପଡ଼ିବା। ବୁଝିଲ? ବନ୍ୟା ଉଭୟରେ ନଦୀକୂଳ ଛାଡ଼ି ଅନ୍ୟତ୍ର ଘର କରି ରହିଲେ ଯେ ସେଠି ସବୁ ବର୍ଷ ମରୁଡ଼ି। ମହରଗରୁ ଯାଇ କାନ୍ତାରେ ପଡ଼ିବା ସାର ହେଲା। ଚିତା କାଟିବା ଅନ୍ୟକୁ ଠକିବା। ଚିତା କାଟିବା ଅନ୍ୟକୁ ଠକିବା। ଭଦ୍ର ବେଶଧାରୀ ଅନେକ ଲୋକ ଅଛନ୍ତି ଯେଉଁମାନେ କି ସାଧାରଣ ଲୋକଙ୍କୁ ନାନା ଭାବରେ ଚିତା କାଟୁଛନ୍ତି। ଅନ୍ୟକୁ ଠକିବା। ଛାତିକି ପଥର କରିବା ଧୈର୍ଯ୍ୟ ଧରିବା। ଛାତିକି ପଥର କରିବା ଧୈର୍ଯ୍ୟ ଧରିବା। ବିପଦ ବେଳେ ଅଧୀର ହେଲେ ଚଳିବ ନାହିଁ। ଛାତିକି ପଥର କରି ବିପଦର ମୁକାବିଲା କରିବାକୁ ପଡ଼ିବ। ଛାତିକି ପଥର କରିବା ଧୈର୍ଯ୍ୟ ଧରିବା ହେଲା। ଧୈର୍ଯ୍ୟ ଧରିବା। ଦେନ୍ ଆଗକୁ ଯିବା ଛାଇନ ମାଡ଼ିବା ସବୁ ସମ୍ପର୍କ ଛିନ୍ନ କରିଦେବା। ଛାଇନ ମାଡ଼ିବା ସବୁ ସମ୍ପର୍କ ଛିନ୍ନ କରିବା। ପରିବାରରୁ ଅଲଗା ହେଲା ପରେ ବଡ଼ ଭାଇ ସାନ ଭାଇର ଛାଇ ମାଡ଼ୁନାହିଁ। ସବୁ ସମ୍ପର୍କ ଛିନ୍ନ କରିଦେବା। ଛାତି ଫୁଲେଇ ଚାଲିବା ଗର୍ବ ଦେଖାଇବା। ଛାତି ଫୁଲେଇ ଚାଲିବା ଗର୍ବ ଦେଖାଇବା। ସ୍ୱାଧୀନତା ପରେ ଭାରତବାସୀ ବିଶ୍ୱ ଦରବାରରେ ଛାତି ଫୁଲାଇ ଚାଲିବାକୁ ସମର୍ଥ ହେଲେ। ଗର୍ବ ଦେଖାଇ ଚାଲିବାକୁ ସମର୍ଥ ହେଲେ। ଜିରାରୁ ଶିରା କାଢ଼ିବା ଅଯଥା ଦୋଷ ଦେଖାଇବା। ଜିରାରୁ ଶିରା କାଢ଼ିବା ଅଯଥା ଦୋଷ ଦେଖାଇବା। ଖୋଲ ଲୋକମାନେ ଜିରାରୁ ଶିରା କାଢ଼ିବା ନିଜର ବାହାଦୁରୀ ଦେଖାନ୍ତି। ଖୋଲ ଲୋକମାନେ ଜିରାରୁ ଶିରା କାଢ଼ି ନିଜର ବାହାଦୁରୀ ଦେଖାନ୍ତି। ଅଯଥା ଦୋଷ ଦେଖାଇବା। ଝିଣ୍ଟିକା ମାରି ବଣି ପୋଷିବା ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା। ଝିଣ୍ଟିକା ମାରି ବଣି ପୋଷିବା ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା। ଝିଣ୍ଟିକା ମାରି ବଣି ପୋଷିଲେ ଆସନ୍ତା ଥରକୁ ଭୋଟ ପାଇବା ତ ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା। ଠାସକୁ ମାରିବା ଅନୁମାନ କରି କହିବା। ଠାସକୁ ମାରିବା ଅନୁମାନ କରି କହିବା। ତୁମର ପ୍ରକୃତ ଜ୍ଞାନ ହିଁ ତୁମେ ଖାଲି ଠାସକୁ ମାରୁଛ। ତୁମର ପ୍ରକୃତ ଜ୍ଞାନ ନାହିଁ ତୁମେ ଖାଲି ଠାସକୁ ମାରୁଛ। ଅନୁମାନ କରି କହିବା। ଦେନ୍ ଆଗକୁ ବଢ଼ିବା ହେଲା। ତଳେ ପକାଇବା ଅମାନ୍ୟ କରିବା। ତଳେ ପକାଇବା ଅମାନ୍ୟ କରିବା। ସଦ୍ଗୁରୁଙ୍କ ବଚନକୁ କୌଣସି ସତ୍ଶିଷ୍ୟ କେବେ ତଳେ ପକାଏ ନାହିଁ। ତଳେ ପକାଏ ନାହିଁ। ଅମାନ୍ୟ କରେ ନାହିଁ। ତଳେ ପକାଇବା ଅମାନ୍ୟ କରିବା। ତେଲକୁ ତାଳ କରିବା ଛୋଟ କଥାକୁ ବଡ଼ କରିବା। ତିଳକୁ ତାଳ କରିବା ଛୋଟ କଥାକୁ ବଡ଼ କରିବା। ଦୁଷ୍ଟ ଲୋକମାନେ ତିଳକୁ ତାଳ କରି କଳହ କରିଥାନ୍ତି। ବୁଝିହେଲା? ଦୁଷ୍ଟ ଲୋକମାନେ ତିଳକୁ ତାଳ କରି କଳହ କରିଥାନ୍ତି। ଛୋଟ କଥାକୁ ବଡ଼ କରିଥାନ୍ତି। ଦେନ୍ ଯିବା ନେକ୍ସଟକୁ ଦାଉ ସାଧିବା ପ୍ରତିଶୋଧ ନେବା। ଦାଉ ସାଧିବା ପ୍ରତିଶୋଧ ନେବା। କାହା ଉପରେ ବିପଦ ପଡ଼ିଥିବା ବେଳେ ସୁଯୋଗ ନେଇ
ଦାଉ ସାଧିବା ଭଲ ନୁହେଁ, ପ୍ରତିଶୋଧ ନେବା ଭଲ ନୁହେଁ। ଦାଉ ସାଧିବା ପ୍ରତିଶୋଧ ନେବା। ମନ ଘର ଧରିବା, ଅସୁବିଧାରେ ପଡ଼ି ସଚେତନ ହେବା। ମନ ଘର ଧରିବା, ଅସୁବିଧାରେ ପଡ଼ି ସଚେତନ ହେବା। ଘର କେମିତି ଚଳୁଛି ବୁଝି ନଥିଲା, ବାପା ମଲା ପରେ ଏବେ ତା ମନ ପୁରା ଘର ଧରିଲାଣି। ପୁରା ମନ ଘର ଧରିଲାଣି। ମନ ଘର ଧରିବା, ଅସୁବିଧାରେ ପଡ଼ି ସଚେତନ ହେବା। ମାଛିକି ମ ବା ମ ନ କହିବା ଖୁବ୍ ନିରୀହ। ମାଛିକି ମ ନ କହିବା ଖୁବ୍ ନିରୀହ। ପ୍ରକୃତ ଗଣ୍ଡଗୋଳକାରୀମାନେ ଖସିଗଲେ। ଯିଏ ମାଛିକି ମ ନ କହିବା ଲୋକ, ତାକୁ ପୋଲିସ ଗିରଫ କରି ନେଲା। ଖୁବ୍ ନିରୀହ। ମାଛିକି ମ ନ କହିବା ଖୁବ୍ ନିରୀହ। ମୁହଁ ବଢ଼େଇବା, ସୁବିଧା ଦେବା। ମୁହଁ ବଢ଼େଇବା, ସୁବିଧା ଦେବା। ନା, ବାପା ମା ଗେହ୍ଲା କରି ଅନେକ ସମୟରେ ପିଲାମାନଙ୍କ ମୁହଁ ବଢ଼ାଇ ଦିଅନ୍ତି, କିନ୍ତୁ ପରେ ଅନୁତାପ କରନ୍ତି। ମୁହଁ ବଢ଼େଇବା, ସୁବିଧା ଦେବା। ଓକେ, ଦେନ୍ ପରବର୍ତ୍ତୀ ମୁହଁ ଦେବା, ପ୍ରଶ୍ରୟ ଦେବା। ମୁହଁ ଦେବା, ପ୍ରଶ୍ରୟ ଦେବା। ଛୋଟ ପିଲାକୁ ଏତେ ମୁହଁ ଦେବା ଠିକ୍ ନୁହେଁ। ବେଳେବେଳେ କୋଶ୍ଚିନ୍ ଅଛି, ଏଥିମଧ୍ୟରୁ କେଉଁଟି କ୍ରିୟାଯୁକ୍ତ ରୂଢ଼ି ଅଟେ? ଦେଖୁଛ ଲାଷ୍ଟକୁ ବ ସବୁ ବା ଲାଗିଛି। ଦେବା, ମାରିବା, କାମୁଡ଼ିବା, ଚୋବାଇବା, ଲାଷ୍ଟକୁ ବା ଲାଗିବ, ସେ କ୍ରିୟାଯୁକ୍ତ ରୂଢ଼ି। ଓକେ, ମୁଣ୍ଡ ଝାଳ ତୁଣ୍ଡରେ ମାରିବା। ମୁଣ୍ଡ ଝାଳ ତୁଣ୍ଡରେ ମାରିବା। କଠିନ ପରିଶ୍ରମ କରି ପେଟ ପୋଷିବା। ମୁଣ୍ଡ ଝାଳ ତୁଣ୍ଡରେ ମାରିବା। କଠିନ ପରିଶ୍ରମ କରି ପେଟ ପୋଷିବା। ଭଲ ଘର ଖଣ୍ଡେ କରିବ ବୋଲି ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ ଯାହା କିଛି ସଞ୍ଚି ରଖିଥିଲା, ସବୁତକ ଚୋର ନେଇଗଲେ। ମୁଣ୍ଡ ଝାଳ ତୁଣ୍ଡରେ ମାରିବା, କଠିନ ପରିଶ୍ରମ କରି ପେଟ ପୋଷିବା। ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିବା, ଭୀଷଣ ଚିନ୍ତାରେ ପଡ଼ିବା। ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିବା, ଭୀଷଣ ଚିନ୍ତାରେ ପଡ଼ିବା। ଝିଅ ବାହାଘର ନା ଧରୁନ ଥିଲେ, ଏବେ ଝିଅର ବୟସ ଗଡ଼ିଯିବାରୁ ତାଙ୍କ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିଲାଣି। ଭୀଷଣ ଚିନ୍ତାରେ ପଡ଼ିବା। ରକ୍ତ ଚାଉଳ ଚୋବାଇବା, ରାଗ ଜର୍ଜରିତ ହେବା। ରକ୍ତ ଚାଉଳ ଚୋବାଇବା, ରାଗ ଜର୍ଜରିତ ହେବା। ବିଚାରରେ ଦୋଷୀ ସାବ୍ୟସ୍ତ ହେବାରୁ ସମସ୍ତଙ୍କ ଉପରେ ଖାଲି ସେ ରକ୍ତ ଚାଉଳ ଚୋବାଉଛି। ରାଗ ଜର୍ଜରିତ ହେବା। ଓକେ, ଦେନ୍ ନେକ୍ସଟ, ସୁଅ ମୁହଁରେ ଯିବା ବା ପଡ଼ିବା, ବୃଥାରେ ଧନ ଦୌଲତ ଉଜାଡ଼ି ଦେବା। ସୁଅ ମୁହଁରେ ପଡ଼ିବା ବା ଯିବା, ବୃଥାରେ ଧନ ଦୌଲତ ଉଜାଡ଼ିବା। ପୁଅ ଅଯୋଗ୍ୟ ହେଲେ ବାପର ସବୁ ଧନ ସୁଅ ମୁହଁରେ ଯାଏ। ବୃଥାରେ ଧନ ଦୌଲତ ଉଜାଡ଼ି ଦେବା। ହାତ ଧରିବା, ବିବାହ କରିବା ବା ନେହୁରା ହେବା। ହାତ ଧରିବା, ବିବାହ କରିବା ବା ନେହୁରା ହେବା। ଗୁଣୀ ପୁରୁଷର ହାତ ଧରିବାକୁ ସବୁ ଝିଅ ଇଚ୍ଛା କରନ୍ତି। ହାତ ଧରିବା, ବିବାହ କରିବାକୁ। ମୁଁ ଆପଣଙ୍କୁ ହାତ ଧରୁଛି, ମୋତେ ଏଇଥର କ୍ଷମା କରିଦିଅ। ମୁଁ ଆପଣଙ୍କୁ ନେହୁରା ହେଉଛି, ଏଥର ମୋତେ କ୍ଷମା କରିଦିଅ। ହାତ କରିବା, କୌଶଳରେ ଆୟତ୍ତ କରିବା। ହାତ କରିବା, କୌଶଳରେ ଆୟତ୍ତ କରିବା। ଅନ୍ୟ ପକ୍ଷର ସାକ୍ଷୀମାନଙ୍କୁ ହାତ କରି ସେ ମକଦ୍ଦମା ଜିତିଗଲେ। ହାତରେ ନ ମାରି ଭାତରେ ମାରିବା। ହାତରେ ନ ମାରି ଭାତରେ ମାରିବା। କୌଶଳରେ ଜୀବିକା ବା ବୃତ୍ତିକୁ ଉଚ୍ଛେଦ କରିବା। ଶ୍ରମିକମାନଙ୍କୁ ହାତରେ ନ ମାରି ଭାତରେ ମାରିବା। ନୀତି ଯୋଗୁଁ ତାଙ୍କ କାରଖାନାରେ ସବୁବେଳେ ଧର୍ମଘଟ ଲାଗି ରହିଛି। କୌଶଳରେ ଜୀବିକା ବା ବୃତ୍ତିକୁ ଉଚ୍ଛେଦ କରିବା। ବୁଝିହେଲା? ଆଗକୁ ଯିବା। ଯେଉଁଠି ଶେଷରେ ବା ଲାଗିଛି, ଦେଖୁଛ, ହାତ କରିବା, ଭାତରେ ମାରିବା, ଯିବା, ପଡ଼ିବା, ଧରିବା ହେଉଛି କ୍ରିୟାଯୁକ୍ତ ରୂଢ଼ି। ବୁଝିହେଲା? ଦେନ୍ ଯିବା ତୁଳନାତ୍ମକ ରୂଢ଼ି। ଓକେ, ତୁଳନାତ୍ମକ ରୂଢ଼ି। ଏଣ୍ଡ ପରି ମୁଣ୍ଡ ଟୁଙ୍ଗାରିବା, ସେ କିଛି ନ ବୁଝୁ ସବୁବେଳେ ଏଣ୍ଡ ପରି ମୁଣ୍ଡ ଟୁଙ୍ଗାରୁ ଥାଏ। ବୁଝିଲ? ହେଲେ କ'ଣ ଅଛି? ପରି। ତୁଳନାତ୍ମକ ରୂଢ଼ିରେ ପରି ଲାଗିବ। କୁକୁର ପରି ଧାଇଁବା, ଟଙ୍କା କେଇଟା ଲୋଭରେ ସେ କୁକୁର ପରି ଧାଉଁଛି। ଲାଗିଲା କ'ଣ? ପରି ଲାଗିଲା ନା, ପରି। କୁକୁର ପରି ଧାଇଁବା, ତୁଳନାତ୍ମକ ରୂଢ଼ି। କିଏ ବି ଆସେ, ଏଥିମଧ୍ୟରୁ କେଉଁଟି ତୁଳନାତ୍ମକ ରୂଢ଼ି ଅଟେ ବା ଏଥିମଧ୍ୟରୁ କେଉଁଟି ତୁଳନାତ୍ମକ ରୂଢ଼ି ନୁହେଁ? ଓକେ, ଜାଣିବା କଥା। କ୍ରିୟାଯୁକ୍ତ ରୂଢ଼ିରେ ବା ଲାଗୁଛି ଲାଷ୍ଟରେ, କିନ୍ତୁ କ୍ରିୟାଯୁକ୍ତ ରୂଢ଼ିରେ ଶେଷରେ ବା ଲାଗୁଛି ଏବଂ ତୁଳନାତ୍ମକ ରୂଢ଼ିରେ ପରି। ବୁଝିଲ ନା? ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା,
କୁକୁର ପରି ଧାଇଁବା, ଖୁଣ୍ଟଟା ପରି ଠିଆ ହେବା, ଗୋଡ଼ ପରି ଗୋଡ଼ିବା ବା ଢିଙ୍କି ପରି ପଡ଼ିବା। ଲୋକଟା ଗୋଡ଼ ପରି ପଡ଼ିଛି, ପଦେ ବି ଜବାବ ନାହିଁ। ଛୁଞ୍ଚି ପରି ମୁହଁ କରିବା। ମନେ ରଖିଲେ ଆରାମସେ ଏକ୍ଜାମ କରିପାରିବ। ଜୋକ ପରି ଲାଗିବା, ପେଡ଼ି ପରି ମୁହଁ କରିବା ବା ଫୁଲେଇବା, ପବନ ପରି ଧାଇଁବା। କିଏ ବିପଦରେ ପଡ଼ିଛି ଶୁଣିଲେ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ପବନ ପରି ଧାଇଁ ଯାଉଛି। ପରି ଲାଗୁଛି ନା, ପରି, ପେଡ଼ି ପରି, ଜୋକ ପରି, ଛୁଞ୍ଚି ପରି, ଗୋଡ଼ ପରି। ଯୋଉଠି ପରି ଲାଗିଥିବ ତା ହଉଛି ତୁଳନାତ୍ମକ ରୂଢି। ଏବଂ ଯୋଉଠି ସର୍ବଶେଷରେ ବା ଲାଗିଥିବ, କରିବା, ଯିବା, ଧରିବା, ଆସିବା, ଜାଣିବ ସାର୍ କ୍ରିୟା ଯୁକ୍ତ ରୂଢି ଅଟେ। ଖୁସିରେ ବହୁତ ପାର ପଡୁଛି ନା। ପ୍ରସାଦ ପରି ପାଇଦେବା, ପଡୋଶୀ ଘରୁ ଆସିଥିବା ତରକାରୀକୁ ସେ ପ୍ରସାଦ ପରି ପାଇଦେଲା। ବରଡା ପତଳା ପରି ଥରିବା, ପିଲାଟାର ମିଛ କଥା ଜଣା ପଡିବାରୁ ବାପାଙ୍କ ଆଗତରେ ସେ ବରଡା ପତଳା ପରି ଥରୁଛି। ସାପ ପରି ଫଁ ଫଁ ହେବା, ସାପ ପରି ଫଁ ଫଁ ହେବା, ସାମାନ୍ୟ କଥାରେ ରାଗି ଯାଇ ସେ ସାପ ପରି ଫଁ ଫଁ ହୁଅନ୍ତି। ସିଂହ ପରି ଲୁଚିବା, ବାଳକ ଅଭିମନ୍ୟୁ ସପ୍ତ ରଥୀଙ୍କ ସହିତ ସିଂହ ପରି ଧରିଥିଲେ ପରି। ଓକେ, ଶୁଆ ପରି ଘୋଷିବା। ଗୀତଟି ତା ମନକୁ ଏମିତି ପାଇଛି ଯେ ଦିନ ରାତି ସୁହା ପରି ଘୋଷୁଛି। ବୁଝିହେଲା? ତୁଳନାତ୍ମକ ରୂଢି ଏଥିମଧ୍ୟରୁ ଚଉଟି ତୁଳନାତ୍ମକ ରୂଢି ବୋଲି ପଡେ। ଜାଣିବ, କେମିତି ଜାଣିବ? ପରି ଲାଗିଛି କେମିତି? ଖୁଣ୍ଟିଟା ପରି, ଲୋକଟା ଗଡ଼ ପରି, ଛୁଞ୍ଚି ପରି, ପରି ଲାଗିଛି, ଜୋକ ପରି, ପେଡ଼ି ପରି, ପବନ ପରି, ପ୍ରସାଦ ପରି ପାଇଦବା, ସେ ବଡଗା ପତ୍ର ପରି, ବରଡା ପତ୍ର ପରି, ସାପ ପରି, ସିଂହ ପରି, ଶୁଆ ପରି ଲାଗିବ ସେଭଳି ଯେ ତୁଳନାତ୍ମକ ରୂଢି। ଏବଂ ଲାଷ୍ଟ ବ, ବା, କରିବା, ଆସିବା, ଯିବା ଏମିତି ଲାଗିଲେ ଯାଉଛି କ୍ରିୟା ଯୁକ୍ତ ରୂଢି। ଇଏ କୋଶ୍ଚିନ୍ ବହୁତ ବାର ଆସି ସାରିଛି ଏବଂ ଆଗକୁ ମଧ୍ୟ ଆସିବ। ତେଣୁ ଭଲ ଭାବରେ ଧ୍ୟାନ ଦବ। ଆଜି ଆମ ସରିଲା, ବୁଝିହେଲା? ଶୁଆ ପରି ଘୋଷିବା। ଆଜି ଆମ ରୂଢି ଶେଷ ହେଲା। ପରବର୍ତ୍ତୀ କ୍ଲାସରେ ଆମେ କଣ କରିବା ନା ଏମସିକ୍ୟୁ ପ୍ରାକ୍ଟିସ କରିବା, ଯାହାକି 400+ ଏମସିକ୍ୟୁ ପ୍ରାକ୍ଟିସ କରିବା। ଏବଂ ଅପକମିଂ ଏକ୍ଜାମ ପାଇଁ ସେ ବହୁତ ମୋଷ୍ଟ ଇମ୍ପୋର୍ଟାଣ୍ଟ ସିଲେକ୍ଟିଭ କୋଶ୍ଚିନ୍ ତାକୁ ପଢିଦବ ନା, ଅନ୍ୟ କିଛି ରୂଢି ପଢିବାକୁ ଆଉ ପଡିବନି। ବୁଝା ପଡିଲା? ଯେଉଁମାନେ ବି ପ୍ରଥମ ରୂଢି ଦେଖି ନାହାନ୍ତି, ଯେହେତୁ କ୍ରିୟାହୀନ ରୂଢି, ସେ କ୍ରିୟାହୀନ ରୂଢିଟା ଦେଖିଦବ। ତାପରେ ଏ ପାର୍ଟ 2 କ୍ରିୟା ଯୁକ୍ତ ରୂଢି ଏବଂ ତୁଳନାତ୍ମକ ରୂଢି ଦେଖିନବ। ଏଇଟା ସରିଲା ପରେ ମାନେ କାଲିଠୁ ଆମେ କଣ କରିବା ଯେ ଏମସିକ୍ୟୁ ରୂଢିର ଯେତି ଏମସିକ୍ୟୁ 400+ ଏମସିକ୍ୟୁ କରିବା, ଯାହାକି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଏବଂ ଏଥି ମଧ୍ୟରେ ଆଉ କିଛି କୋଶ୍ଚିନ୍ ଆସିବ ନାହିଁ। ସିଓର ସର୍ଟ କୋଶ୍ଚିନ୍ ପାଇବ, ପକ୍କା କୋଶ୍ଚିନ୍, କପି ପେଷ୍ଟ କୋଶ୍ଚିନ୍ ଦେଖିବାକୁ ମିଳିବ। ହେଲା? ଜୟ ଜଗନ୍ନାଥ ପିଲାମାନେ, ରହୁଛି, ଦେଖାହବ।